ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଅଜୟ ମିଶ୍ର ସ୍ୱାଗତ କରୁଛି ବିଧିବିଧାନ ଓଡ଼ିଆ ଚ୍ୟାନେଲର ପୁଣି ଏକ ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଚାଲିବା ବୁଲିବା ସମୟରେ ଓମ୍ ନମ ଶିବାୟ ମନ୍ତ୍ର ଜପ କଲେ କ'ଣ ହୋଇଥାଏ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମନୁଷ୍ୟ ଅନେକ ଚିନ୍ତାର ଶିକାର ହୋଇଥାଏ। ସେଥିରୁ ମୁକ୍ତି ପାଇବା ନିମନ୍ତେ ଯୋଗ ଓ ଆଧ୍ୟାତ୍ମିକ ମାର୍ଗର ସାହାରା ନେଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଓମ୍ ନମ ଶିବାୟ ମନ୍ତ୍ର ଆତ୍ମାର ଶୁଦ୍ଧିକରଣ, ଚିନ୍ତାରୁ ମୁକ୍ତି ନିମନ୍ତେ ଓମ୍ ନମ ଶିବାୟ ଅତ୍ୟନ୍ତ ସହଜ ଓ ପ୍ରଭାବଶାଳୀ ମନ୍ତ୍ର। ଦର୍ଶକ ବନ୍ଧୁ, ଏହି ମନ୍ତ୍ର ଜପ କଲେ କିମ୍ବା ଶୁଣିଲେ ଶରୀରରେ ଗୋଟିଏ କମ୍ପନ ସୃଷ୍ଟି ହୋଇଥାଏ, ଜୀବନରେ ସକାରାତ୍ମକ ଉର୍ଜା ଭରିଯାଏ। ଓମ୍ ନମ ଶିବାୟ ମନ୍ତ୍ର ଜପର ଶକ୍ତିଶାଳୀ ପ୍ରଭାବ ଓ ଏହାର ମହତ୍ତ୍ୱ ବିଷୟରେ ଆସନ୍ତୁ ଜାଣିବା। ଓମ୍ ନମ ଶିବାୟ ହିନ୍ଦୁ ଧର୍ମରେ ପଞ୍ଚାକ୍ଷର ମନ୍ତ୍ର ରୂପେ ମନାଯାଇଥାଏ। ଏହା ପଞ୍ଚତତ୍ତ୍ୱର ପ୍ରତୀକ ରୂପେ ଗ୍ରହଣ କରାଯାଏ। ଓମ୍ ନମ ଶିବାୟ ହେଉଛି ପଞ୍ଚତତ୍ତ୍ୱର ସ୍ୱାମୀ ଭଗବାନ ଶିବ ଅଟନ୍ତି। ଦର୍ଶକ ବନ୍ଧୁ, କୁହାଯାଇଥାଏ ଓମ୍ ହେଉଛି ବ୍ରହ୍ମାଣ୍ଡର ଧ୍ୱନି। ଏହାର ଅର୍ଥ ହେଉଛି, ଓମ୍ର ଅର୍ଥ ଶାନ୍ତି ଏବଂ ପ୍ରେମର ପଞ୍ଚତତ୍ତ୍ୱର ପ୍ରତୀକ। ସାମଞ୍ଜସ୍ୟ ନିମନ୍ତେ ଓମ୍ ନମ ଶିବାୟ ଜପ କରାଯାଇଥାଏ। ଦର୍ଶକ ବନ୍ଧୁ, ଏହାକୁ ମଧ୍ୟ ଗ୍ରହଣ କରାଯାଇଥାଏ। ଏହାକୁ ଜପ କଲେ ବ୍ୟକ୍ତି ପଞ୍ଚତତ୍ତ୍ୱ ନିୟନ୍ତ୍ରଣ କରିପାରିଥାଏ। ଓମ୍ ନମ ଶିବାୟ ଜପ କଲେ ମନରେ ଶାନ୍ତି ପ୍ରଭାବ ପଡ଼ିଥାଏ। ଏହାକୁ ଏକାଗ୍ରତା ନିଷ୍ଠାର ସହ ଜପ କରିବା ହେଉଛି ଏକ ବଡ଼ କଥା। ବୈଦିକ କାଳରେ ମୁନି ଋଷିମାନେ ଲଗାତାର ଭାବେ ଏହି ମନ୍ତ୍ରକୁ ଜପ କରୁଥିଲେ। ଓମ୍ ହେଉଛି ବ୍ରହ୍ମାଣ୍ଡର ପ୍ରଥମ ଧ୍ୱନି। ଏ ମନ୍ତ୍ର ଜପ କଲେ ବ୍ୟକ୍ତି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଓ ବୌଦ୍ଧିକ ଶାନ୍ତି ପ୍ରାପ୍ତ ହୋଇଥାଏ। ଶରୀରରେ ନୂତନ ଚିନ୍ତା ଓ ବିକାଶର ଉଦ୍ରେକ ହୋଇଥାଏ। ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଏ ମନ୍ତ୍ରର ଆଧ୍ୟାତ୍ମିକ କ୍ଷେତ୍ରରେ ଏ ମନ୍ତ୍ର ଉଚ୍ଚାରଣ ମାତ୍ରକେ ଜୀବନରୁ ସମସ୍ତ ପ୍ରକାର ବାଧା ଦୂର ହୋଇଯାଇଥାଏ। ମନ୍ତ୍ର ଜପ କଲେ କାମ, କ୍ରୋଧ, ଲୋଭ, ମୋହ, ମାୟା ଉପରେ ବ୍ୟକ୍ତିର ନିୟନ୍ତ୍ରଣ ଆସିଥାଏ। ଓମ୍ ନମ ଶିବାୟ ମନ୍ତ୍ର ଜପ କଲେ ବ୍ୟକ୍ତିର ସାହସ ଓ ଉତ୍ସାହ ଜନ୍ମ ହୋଇଥାଏ। ଏପରି ମଧ୍ୟ ଏହାର ପ୍ରଭାବ ରହିଛି, ପ୍ରତିଦିନ ଯଦି ଦୃଢ଼ ନିଷ୍ଠା ଭକ୍ତି ସହକାରେ ଏ ମନ୍ତ୍ରକୁ ଜପ କରାଯାଏ, ମୃତ୍ୟୁର ଭୟକୁ ମଧ୍ୟ ଟାଳି ଦିଆଯାଇପାରିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଆଉ ଡେରି ନକରି ଧ୍ୟାନର ସହ ଏ ମନ୍ତ୍ରଟିକୁ 5 ମିନିଟ୍ ଶ୍ରବଣ କରିବା। ଓମ୍ ନମଃ ଶିବାୟ। 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 ଓମ୍ ନମଃ ଶିବାୟ।
Shiva